ମୁଁ ଆପଣମାନଙ୍କୁ 100% ଗ୍ୟାରେଣ୍ଟି ଦେଇ କହୁଛି ଆପଣ ଏଇଭଳି ଆଚାର ଥରେ ବନେଇଲେ ବାହାରର ମାର୍କେଟରୁ ଆଚାର କେବେ ହେଲେ କିଣିବେନି। ଏ ଆଚାର ଏତେ ଟେଷ୍ଟି ବନିଥିବ ଯେ ଆଉ ବର୍ଷ ବର୍ଷ ଧରି ରହିବ, କୌଣସି ଗନ୍ଧ ହବନି କିମ୍ବା ତା ଚୋପା କଳା ପଡ଼ିବନି। ଏଇଭଳି ପ୍ରୋସେସରେ ନିଶ୍ଚୟ ଥରେ ତିଆରି କରି ଦେଖନ୍ତୁ, ଦେଖିବେ ଖାଇବାକୁ ବହୁତ ହି ଟେଷ୍ଟି ଲାଗିବ। ଆଉ ପ୍ରତିବର୍ଷ ଆପଣ ଏଇଭଳି ଆଚାର ନିଶ୍ଚୟ ତିଆରି କରିବେ। ବାଇ ଦ ୱେ ମୁଁ ପଦ୍ମିନୀ ଫ୍ଲେଭର୍ସ କିଚେନରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ତେବେ ଚାଲନ୍ତୁ ତିଆରି କରିବା ଏ ଆମ୍ବ ଆଚାର। ଏଇ ଆମ୍ବକୁ ମୁଁ 5 କେଜି ନେଇଛି। ଏ 5 କେଜିର ଆଚାର ତିଆରି କରିବି। ଆପଣ ଯେତେ କ୍ୱାଣ୍ଟିଟିର ବନେଇବାକୁ ଚାହିଁବେ ସେ ପ୍ରୋସେସରେ ତିଆରି କରିପାରିବେ। ବଟ୍ ଦେଖିନେବେ କି ଆମ୍ବ କେତେ ଅଛି। ତାପରେ ଆମ୍ବ କାଟି ସାରିଲା ପରେ ହିଁ ଆକ୍ଚୁଆଲି ତାର ଓଜନ ଜଣା ପଡ଼ିବ। ସେଇ ହିସାବରେ ମସଲା ଆମେ ଦେବା। ଏବେ ଆମ୍ବକୁ ମୁଁ ଦେଖିପାରୁଥିବେ ଭଲ ଭାବରେ ମୁଁ ଧୋଇ ନେଇଛି। ଧୋଇ ଦେଇ ସାରିଲା ପରେ ପୁରା ଭଲ ଭାବରେ ଆମେ ପୋଛି ନେବା। ହେଲେ କ'ଣ ହେବ ନା ତା ଦେହରେ ଯାହା ବି ଥିବ ମଇଳା ଅଂଶ ସିଏ ପୋଛି ହେଇକି ବାହାରି ବି ଯିବ। ଏବେ ଏସବୁକୁ ଭଲ ଭାବରେ ଧୋଇ ସାରିଲା ପରେ ଦେଖିପାରୁଥିବେ ମୁଁ ଗୋଟେ ଟାୱଲ ସାହାଯ୍ୟରେ ଭଲ ଭାବରେ ପୋଛି ଗୋଟେ ଜାଗାକୁ ରଖିନେବା। ହେଲେ କ'ଣ ହେବ ନା ତା ଦେହରେ ଟୋପେ ହେଲେ ପାଣି ଲାଗିବନି। ଆମ୍ବ ମୁଁ କାଟିବା ଆଗରୁ ହିଁ ଧୋଇଛି, ହେଲେ କ'ଣ ହେବ ନା ପାଣି ଅଂଶ ବିଲକୁଲ ଆମ୍ବ ଦେହରେ ଆସିବନି। ଏବେ ପ୍ରୋସେସ୍ ହେଲା, ଆପଣମାନଙ୍କର ଆମ୍ବର ଟାକୁଆ ଯଦି ହେଇଯାଇଛି ତାହେଲେ ବାହାରୁ ଆପଣମାନେ କାଟିକି ଆଣିପାରିବେ। ଯେଉଁ ବାହାରେ ମାର୍କେଟରେ ବସି କଟନୀ ଥାଏ ତାଙ୍କ ପାଖରେ ଭଲ ଭାବରେ ଆମ୍ବ କାଟି ହେଇଥାଏ। ବଟ୍ ମୋ ପାଖରେ କଟନୀ ଥିଲା 2 ବର୍ଷର ପୁରୁଣା କଟନୀ, ଟିକେ ଧାର କମି ଯାଇଥିଲା। ବଟ୍ ମୁଁ ଏକୁ ଭଲ ଭାବରେ ମୁଁ ଏଠି କାଟି ନେଇପାରିଛି, ଦେଖିପାରୁଥିବେ। ଏବେ ଦେଖିପାରୁଥିବେ ଆମ୍ବ ଗୁଡ଼ିକ ମୁଁ ପୁରା ସବୁ କାଟି ନେଇଛି। ଏବେ ସାଇଜ୍ ଦେଖି ନିଅନ୍ତୁ, ଏକୁ ମିଡ଼ିୟମ୍ ସାଇଜ୍ର କାଟିଛି। ହେଲେ ଟିକେ ଶୁଖିଗଲେ ଟିକେ ଛୋଟ ଛୋଟ ଆକାର ହେଇଯିବ। ବେଶୀ ବଡ଼ କାଟିନି, ଯଦି ନ ଖାଇପାରିବେ ତାହେଲେ ୱେଷ୍ଟେଜ୍ ଯିବ। ସେଥିଲାଗି ସଦାବେଳେ ମିଡ଼ିୟମ୍ ସାଇଜ୍ର ହିଁ ଆମ୍ବକୁ କାଟନ୍ତୁ। ଏବେ ଏ ଆମ୍ବକୁ ଦେଖିପାରୁଥିବେ ବହୁତ ଟାକୁଆ ହେଇଯାଇଛି। ତାର ଉପର ଯେଉଁ ଧଳା ଅଂଶ ଅଛି ତାକୁ ବାହାର କରିଦେବା ବହୁତ ଜରୁରୀ ଅଛି। ସବୁ ଗୁଡ଼ିକୁ ମୁଁ ବାହାର କରି ସଫା କରିଦେଇଥିଲି। ଏବେ ଗୋଟେ ଟାୱଲ ନେବା। ଏ ଟାୱଲରେ ଆମ୍ବ ଗୁଡ଼ିକୁ ଆମେ ଶୁଖେଇଦେବା। ଏ ଆମ୍ବକୁ ଖରାରେ ମୁଁ ଏଠି ଦେଇନି କିମ୍ବା କୌଣସି ଲୁଣ ହଳଦୀ ମଧ୍ୟ ଗୋଳେଇନି। ଏବେ ଦେଖିପାରୁଥିବେ ଏ ସବୁ ଆମ୍ବକୁ ମୁଁ ଫ୍ୟାନ୍ ତଳେ ଗୋଟେ ଦିନ ପାଇଁ ଏମିତି ଶୁଖେଇ ଦେଇଥିଲି। ତାପରେ ଆମେ ଏଥିରେ ମସଲା ଦେବା। ଏବେ ଦେଖିପାରୁଥିବେ ଫ୍ୟାନ୍ରେ ଗୋଟେ ଦିନ ଶୁଖି ସାରିଲା ପରେ ଟିକେ ଡ୍ରାଏ ହେଇଛି ଉପର ଅଂଶ। ଏଇ ଆମ୍ବକୁ ଆମେ ଆଚାର କଲେ ବହୁତ ଦିନ ପର୍ଯ୍ୟନ୍ତ ସାଇତି ହେଇକି ରହିଥାଏ। ଏଥିରେ କିଛି ବି ଲୁଣ ହଳଦୀ ଏବେ ଏଡ୍ କରିନି। ଯେତେବେଳେ ମସଲା ଆମେ ଦେବା ସେଇ ସମୟରେ ଲୁଣ ହଳଦୀକୁ ଏଡ୍ କରିବା। ଉପର ଅଂଶ ପୁରା ଶୁଖି ଯାଇଛି ଆଉ ତା ଚୋପା ପୁରା ଗ୍ରୀନ୍ ଅଛି। ଯଦି ଆମେ ଖରାରେ ଦେଇଥାନ୍ତେ ତାହେଲେ ଚୋପା ଗୁଡ଼ିକ ପୁରା କଳା ପଡ଼ିଯାଇଥାନ୍ତା। ଏବେ ଚାଲନ୍ତୁ ଏଥିରେ ମସଲା ଦେବା। ମୁଁ ଏ ଆମ୍ବ ଆଚାର ବହୁତ ହି ଚଟପଟା, ବହୁତ ହି ରାଗ ବନେଇଛି, ବହୁତ ହି ମସଲାଦାର ବନେଇଛି। ତା ଦ୍ୱାରା ଟେଷ୍ଟ ବହୁତ ବଢ଼ିଆ ଲାଗିବ। ଏଥିପାଇଁ ଏଠି ମୁଁ ରାଗ ପାଇଁ ଗୋଟା ଶୁଖିଲା ଲଙ୍କାର ଗୁଣ୍ଡ ୟୁଜ୍ କରିବି। ଗୋଟା ଶୁଖିଲା ଲଙ୍କାକୁ ଏମିତି ଭଲ ଭାବରେ ପ୍ରଥମେ ଭାଜି ନେବି। ଭାଜି ଦେଇକି ଆଚାରରେ ଦେଲେ ନା ତାର ବାସ୍ନା ବହୁତ ଭଲ ଲାଗେ। ଆପଣ ଚାହିଁଲେ ମାର୍କେଟରେ ମିଳୁଥିବା ପ୍ୟାକେଟର ଲଙ୍କାଗୁଣ୍ଡ ମଧ୍ୟ ୟୁଜ୍ କରିପାରିବେ। ବଟ୍ ସେତେ ବାସ୍ନା ଆସିବନି। ଏମିତି ଯଦି ଭାଜିକି ଆମେ ଆଚାରରେ ଦେବା ତାହେଲେ ବହୁତ ଆଚାର ଟେଷ୍ଟି ଲାଗିଥାଏ। ସବୁ ଜିନିଷ ଯାହା ବି ନେବା ଆଚାରରେ ଆମେ ସବୁ ଜିନିଷକୁ ଭଲ ଭାବରେ ଭାଜି ନେବା, ଯାହାଦ୍ୱାରା କି ଆମର ଆଚାର ବହୁତ ଦିନ ପର୍ଯ୍ୟନ୍ତ ଷ୍ଟୋର ହେଇକି ରହିପାରିବ, କୌଣସି ଗନ୍ଧ ହେବନି। ଏବେ ଦେଖିପାରୁଥିବେ ଲଙ୍କା ଆମର ବହୁତ ଭଲ ଭାବରେ ଭାଜି ହେଇଗଲାଣି। ଗୋଟେ ଜାଗାକୁ ଆମେ ବାହାର କରିଦେବା ଆଉ ଥଣ୍ଡା ହେବାକୁ ରଖିନେବା। ଏବେ ଏଠି ଆଉ ସବୁ ମସଲାକୁ ଏଡ୍ କରିବା। ଏଠି 250 ଗ୍ରାମର ପାନମଧୁରୀ ନେଇଛି, 200 ଗ୍ରାମର ମେଥି ନେଇଛି, ଆଉ 50 ଗ୍ରାମର ଜୁଆଣି ନେଇଛି। ଜୁଆଣିର କ୍ୱାଣ୍ଟିଟି କମ୍ ରଖିଛି, ଆପଣ ଚାହିଁଲେ ବେଶୀ ଟିକେ ଦେଇ ମଧ୍ୟ ପାରିବେ। ଏସବୁକୁ ଭଲ ଭାବରେ ଆମେ ପ୍ରଥମେ ଭାଜି ନେବା, ତାପରେ ଅନ୍ୟ ମସଲା ସବୁ ଏଡ୍ କରିବା। ଏକୁ ମୁଁ 1 ମିନିଟ୍ ପାଇଁ ଭଲ ଭାବରେ ଭାଜି ନେଉଛି। ୟା ପରେ ମୁଁ ଏଠି 150 ଗ୍ରାମର ଜିରା ନେଇଛି। ଜିରାକୁ ନେଇକି ଭଲ ଭାବରେ ଆମେ ଏଠି ପକେଇକି ଭାଜି ନେବା। ଯେକୌଣସି ବି ଆମେ ମସଲା ନେଉଛନ୍ତି ଗୋଟା ମସଲା ନେବା ଆଉ ଏମିତି ଭଲ ଭାବରେ ଭାଜି ଦେବା, ଯାହାଦ୍ୱାରା କି ତାର ମଏଶ୍ଚର ଖତମ ହେଇଯିବ, ବହୁତ ଦିନ ପର୍ଯ୍ୟନ୍ତ ରହିବ। ଆଉ ଦେଖିପାରୁଥିବେ ମସଲା ଭାଜିଲା ସମୟରେ ବହୁତ ବଢ଼ିଆ ବାସ୍ନା ଆସିବ। ଏସବୁ ଭାଜି ହେଇସାରିଲା ପରେ ଗ୍ୟାସ୍ର ଫ୍ଲେମ୍କୁ ପୁରା ବନ୍ଦ କରିଦେବା। ତାପରେ ଆମେ କ'ଣ କରିବା ନା ଏଠି ମୁଁ 350 ଗ୍ରାମର ହଳଦିଆ ସୋରିଷ ନେଇଛି ଆଉ 100 ଗ୍ରାମର କଳା ସୋରିଷ ନେଇଛି। ଏହାଦ୍ୱାରା ଟେଷ୍ଟ ବହୁତ ବଢ଼ିଆ ଆସିଥାଏ। ଏଇ ସୋରିଷ ଦ୍ୱାରା ହିଁ ଆଚାର ଆମର ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ ଆଉ ବହୁତ ଭଲ ଟେଷ୍ଟ ଆସିଥାଏ। ଏବେ ସବୁ ମସଲା ଆମର ଭାଜି ହେଇସାରିଲାଣି। ଲଙ୍କା ଭାଜି ହେଇସାରିକି ରହିଛି, ଥଣ୍ଡା ମଧ୍ୟ ହେଇସାରିଛି। ଆଉ ଏସବୁ ମସଲାକୁ ଆମେ ଗୋଟେ ଜାଗାକୁ ବାହାର କରିନେବା ଆଉ ଥଣ୍ଡା କରିନେବା। ଥଣ୍ଡା ହେଇସାରିଲା ପରେ ବି ଏକୁ ଗ୍ରାଇଣ୍ଡ କରିବା ଆଉ ପୁରା ଦରଦରା କରିକି ଗ୍ରାଇଣ୍ଡ କରିବା। ବେଶୀ ପ୍ଲେନ୍ କରି ଗ୍ରାଇଣ୍ଡ କରିବାନି। ଆଚାରରେ ଦରଦରା ମସଲା ଦେଲେ ହିଁ ବହୁତ ଟେଷ୍ଟ ଲାଗିଥାଏ। ଏବେ ଏ ପାଖରେ ଆମେ ଗରମ ତେଲ ବସେଇଦେବା।
एठी मु सोरिष तेलर यूज करची। आपण आचार जेतल भी बनाउछंती सोरिष तेलर यूज करंतु तार बास्ना बहुत बढ़िया लगी थाए। एबे ए तेलुक मध्य आमे अल्प उषुम करी नबा। उषुम हवा समय मु एथरे हेंगु को ऐड करथिले। हेंगु पके द्वारा आचार रो बास्ना बहुत बढ़िया लगी थाए आ बहुत दिन पर्यंत स्टोर हेगी रही थाए। हेंगु एठी 2 टेबुल स्पून पकेची। 5 केजी आंबो पई 2 टेबुल स्पून बहुत परफेक्ट अछि। एबे एथिरे मु पकेई देबी कलौंजी माने कला जीरा गोटे मुठा बड़ी या द्वारा आंब आचार रो बास्ना बहुत बढ़िया लगी थाए। एबे ए सब को बेसी हाउ पोड़ीबानी बस जस्ट उषुम हे सला पर ए सब पकेबा तापर गैस को ऑफ कर दबा। तेल को बेसी गरम करिया दरकार पड़ेनी बस उषुम हे गले तार मॉइस्चर खत्म हे गले बस गैस को बंद कर दबा। एबे मिसेबा सब मसला को गोटे जगह रे। आगुरु भजा है कि रही जो मसला ताको ग्राइंडिंग करी एठी एका संग दे देली। ता संग को रेड चिल्ली जहाँ भाजी की रखितली ताकू मध्य एठी गुंड को ऐड करची। एठी बहुत चटपटा बनया पई और टिके तीखा बनया पई कलरफुल बनया पई कश्मीरी रेड चिल्ली पाउडर पकेली। ता संग को 150 ग्राम रो हळदी आउ 800 ग्राम रो लूण को मध्य एठी ऐड करिची। जेहेतु 5 केजी आंबो थिला ताकू तार कोइली बाहर कर साला परे एंती 4.5 केजी हे जाइथिला से हिसाब रे मोठी लूण को ऐड करिची। एबे ए सबु को गोटे जगह बड़ जगह को नहीं जीवा जेहेतु आंब आमर बहुत बेसी अछि हेले गोटे जगह रे पूरा सबु आंब को आमे मसला को नेकी गोळेबा जादार के आचार परफेक्ट बनिबो। एबे एई समय रे से मसला रे आमे तेल जो गरम करी रखले ताकू ऐड कर दबा आ भलो भाबरे आमे ताकू गोळेई नबा। देखि बर्तु बहुत भलो भाबरे मु एटी गोळे नउची। गोळेला समय एते सुंदर बास्ना आस्ताए आउ बहुत भलो भाबरे आपण जे कोनोसी बासन एठी यूज करिवे ना ताको भलो भाबरे पोछि नेबे जहा द्वारा कि आचार हमर बहुत दिन पर्यंत रहिबो। पानी टिके भी लागिबेनी नहले आचार जो बनी थाए तार बास्ना बहुत खराब आस्ताए। जेहेतु एटी बेसी क्वांटिटी रो आंब नेइची हेले अल्प अल्प आंब को मसला रे पकेकी गोळे गोळे चलीबा जादर कि सब आंब देहरे हमर मसला ऐड हे जिवो। अल्प अल्प करिके मु एठी आंब को ऐड करिके भला रे गोळे नउची। गोळेला समय बिल्कुल हाथ यूज करेंगे जे कौन स्पेचुला हो जहाँ साहाଯ୍य हो चामच साहाଯ୍य से सब को भल भाव पोछिक आम गोलेबा हेले आम आचार बहुत दिन पर्यंत रहिबो भल बास्ना मध्य देइथाए। एबे बाकी रही तेल को मुझे ऐड करिछि। एबे सबु मसला को इक्वली आमे भल भाव में मिसई दबा आ सब आंबर जमीती आचार रो मसला सब लगी जिवो। यहाँ पर आमे एकु कोन करबा ना गोटे जगह रे आमे भर्ती करी रखि नबा आ स्टोर करिकी बहुत दिन पर्यंत संचय हेकी जमिति रही परिबो से भली भाव में जे कोनसी जार नबा किंबा जे कोनसी आमे बासन नबा ताको भल भाव में सुखेइबा जमिति ता देहरे कोनसी पानी अंश न रहिबो हेले आमाचर आचार बहुत दिन पर्यंत स्टोर हेकी रही परिबो। एठी गोटे मु काच जार नेइची एथिरे सब आचार को भल भाव भर्ती करी रखि नेबी। तापर एकु खरा रे आमे गोटे रु 2 दिन जदी खरा दे दबा ताहले परफेक्टली आम आचार बहुत भल बास्ना आसता है। परफेक्टली आचार बहुत दिन पर्यंत स्टोर हे रही थाए। जेहेतु आमे आचार को बेसी दिन पई वर्ष वर्ष साइड कर रखिया चाहउचंती निहाती आमे खरारे दबा जरूरी अछि। जदि खरार न दबा ताले से बास्ना आ आसीबनी आ से स्टोर बेसी दिन पर्यंत रही परिबनी सेति लागि खरार दबा बहुत जरूरी अछि। एबे खरारे देखै कि मु देई साला पर देखै नउची केते सुंदर देखाउची आम आचार बहुत भल भाबरे बनि जाईची। तेल मध्य ऊपर को आसी जाईची ता माने आमर आचार बहुत भल भाबरे हेई जाईची। एई भली भाबरे निश्चय तयारी करंतु। वीडियोटी आपन मन पसंद आस्तिले प्लीज गोटे लाइक करदेवे चैनल को सब्सक्राइब करदेवे आ सांग मन सहित शेयर करदेवे। एतिकी रैली जय जगन्नाथ।